ରାହୁ ମହାଗ୍ରହ ତାଙ୍କର ନବମ ଦୃଷ୍ଟିରେ ଧନୁ ରାଶିର ଆୟଭାବ ବା ଲାଭ ଭାବକୁ ଦୃଷ୍ଟି ପ୍ରଦାନ କଲେ ଆଶା କରୁଥିବା ଏବଂ ଆଶା କରୁନଥିବା ଉଭୟ ଦିଗରୁ ପ୍ରବଳ ଧନର ଆଗମନ ହେବ। ଅବଶ୍ୟ ଧନ ଉପାର୍ଜନ ପାଇଁ ନୈତିକତାକୁ ଧନୁରାଶିଜାତ ବ୍ୟକ୍ତି ଜଳାଞ୍ଜଳି ଦେଇପାରନ୍ତି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଧନୁ ରାଶି ପାଇଁ 2025 ମସିହାରେ ରାହୁ ଓ କେତୁ ମହାଗ୍ରହଙ୍କର ଚଳନର ପ୍ରଭାବ କ'ଣ ରହିବ? ଦ୍ୱାଦଶ ରାଶିଚକ୍ରର 12 ଗୋଟି ରାଶିରେ ପରିଭ୍ରମଣ କରୁଥିବା 9ଟି ଯାକ ଗ୍ରହ ମଧ୍ୟରୁ ରାହୁ ଓ କେତୁ ମହାଗ୍ରହଙ୍କର କୌଣସି ନିଜସ୍ୱ ଗୃହ ନାହିଁ। ରାହୁ ଓ କେତୁ ଦୁଇଟି ଛାୟା ଗ୍ରହ। ଏହି ଦୁଇ ମହାଗ୍ରହ ଯେଉଁ ରାଶିରେ ରୁହନ୍ତି, ଯେଉଁ ଗ୍ରହମାନଙ୍କର ସହିତ ଏକତ୍ର ଅବସ୍ଥାନ କରିଥାନ୍ତି ଏବଂ ରାଶିଚକ୍ରର ଯେଉଁ ଭାବରେ ରହିଥାନ୍ତି, ସେହିପରି ଫଳ ପ୍ରଦାନ କରିଥାନ୍ତି। ଧନୁରାଶି ପାଇଁ ଚତୁର୍ଥ ଭାବ ମୀନ ରାଶିରେ ଅବସ୍ଥାନ କରିଥିବା ରାହୁ ମହାଗ୍ରହ ଚଳିତ 2025 ମସିହା ମଇ ମାସ 18 ତାରିଖ ରବିବାର ଦିନ ମୀନ ରାଶିରୁ ଧନୁ ରାଶିର ତୃତୀୟ ସ୍ଥାନ ଶନି ମହାଗ୍ରହଙ୍କର ରାଶି କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି। ସେହିପରି କେତୁ ମହାଗ୍ରହ କନ୍ୟା ରାଶିରୁ ଧନୁ ରାଶିର ନବମ ସ୍ଥାନ ସିଂହ ରାଶିରେ ପ୍ରବେଶ କରିଛନ୍ତି। ଜ୍ୟୋତିଷୀୟ ମତ ଅନୁଯାୟୀ ରାହୁ ଏକ ମାୟାବୀ ଗ୍ରହ ଏବଂ ରାହୁ ଶନି ମହାଗ୍ରହଙ୍କ ଭଳି ଫଳ ପ୍ରଦାନ କରିଥାନ୍ତି। ଧନୁ ରାଶିର ତୃତୀୟ ଭାବ କୁମ୍ଭ ରାଶିରେ ରାହୁଙ୍କର ଗୋଚର ଧନୁ ରାଶି ପାଇଁ ବହୁତ ଗୁଡ଼ିଏ ଶୁଭ ଫଳ ପ୍ରଦାନ କରିବାର ସମ୍ଭାବନା ରହିଅଛି। ରାହୁ କୁମ୍ଭ ରାଶିରେ 18 ମାସ ପର୍ଯ୍ୟନ୍ତ ଅର୍ଥାତ୍ ଆଗାମୀ 1.5 ବର୍ଷ ପର୍ଯ୍ୟନ୍ତ ଅବସ୍ଥାନ କରୁଥିବାରୁ ଏବଂ ଧନୁ ରାଶି ପାଇଁ ଶୁଭ ଫଳଦାୟକ ହୋଇଥିବାରୁ କେତେକ ସମୟରେ ରାହୁ ଧନୁରାଶି ପାଇଁ ଉପଯୋଗୀ ଗ୍ରହ ରୂପେ ସାବ୍ୟସ୍ତ ହୋଇପାରନ୍ତି। ଧନୁରାଶିର ତୃତୀୟ ଭାବସ୍ଥ ରାହୁ ମହାଗ୍ରହ ଧନୁରାଶିଜାତ ବ୍ୟକ୍ତି ବିଶେଷଙ୍କୁ ସାହସୀ କରାଇବେ, ପରାକ୍ରମୀ ହେବେ। ଭାଇ ଭଉଣୀମାନଙ୍କ ସହିତ ମଝିରେ ମଝିରେ ମନ ଅମେଳ ରହିଲେ ସୁଦ୍ଧା ଭ୍ରାତୃ ସୌଖ୍ୟ ରହିବ। ଅଫିସରେ ଅଧସ୍ତନ ଅଧିକାରୀ ଆଜ୍ଞାଧୀନ ରହିବେ। ଘରେ ଚାକର ବାକର ଅଥବା ଘର କାମରେ ସହଯୋଗ କରୁଥିବା ବ୍ୟକ୍ତି ବିଶେଷ ନିଜ କାମଗୁଡ଼ିକ ଠିକ୍ ଭାବରେ କଲେ ମଧ୍ୟ ଠିକ୍ ସମୟରେ ସମ୍ପନ୍ନ କରିପାରିବେ ନାହିଁ। ହୁଏତ କିଛି ଗୃହ ଉପଯୋଗୀ ବା ଗୃହ ଉପକରଣ ଦ୍ରବ୍ୟ ଉପରେ ହାତ ସଫେଇ ମଧ୍ୟ କରିପାରନ୍ତି। ରାହୁ ମହାଗ୍ରହଙ୍କର ପଞ୍ଚମ ଦୃଷ୍ଟି ଧନୁରାଶିର ସପ୍ତମ ଭାବ ଉପରେ ରହୁଥିବାରୁ ଆଗାମୀ 1.5 ବର୍ଷ ମଧ୍ୟରେ ବାଣିଜ୍ୟ ବ୍ୟବସାୟରୁ ବହୁତ ସୁଫଳ ଆଶା କରାଯାଏ। ବିଦେଶରେ ରହି ବେପାର କରୁଥିବା କିମ୍ବା ରପ୍ତାନି ଓ ଆମଦାନୀ ଅର୍ଥାତ୍ ଏକ୍ସପୋର୍ଟ ଇମ୍ପୋର୍ଟ ବିଜନେସ୍ କରୁଥିବା ବ୍ୟକ୍ତି ବିଶେଷ ନିଜ ନିଜ ବ୍ୟବସାୟ କ୍ଷେତ୍ରରୁ ପ୍ରଚୁର ଧନ ଉପାର୍ଜନ କରିବେ। ସମୟ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଲେ ମଧ୍ୟ ଦାମ୍ପତ୍ୟ କଳହ ତିଷ୍ଠିବ ନାହିଁ। ମିତ୍ରମାନେ ସହଯୋଗର ହାତ ବଢ଼ାଇବେ। ପଶ୍ଚିମ ଦିଗକୁ ଯାତ୍ରା କରିପାରନ୍ତି। ବିଦେଶ ଯାତ୍ରାର ମଧ୍ୟ ବିଶେଷ ସମ୍ଭାବନା ରହିଅଛି। ଧନୁ ରାଶି ପାଇଁ ରାହୁ ଓ କେତୁ ଗ୍ରହଙ୍କର ଚଳନରେ
କେତୁ ମହାଗ୍ରହ ଧନୁ ରାଶିର ନବମ ସ୍ଥାନ ସିଂହ ରାଶିରେ ଅବସ୍ଥାନ କରିବା ଏବଂ ଧନୁ ରାଶିର ଭାଗ୍ୟସ୍ଥାନ ସିଂହ ରାଶିକୁ ରାହୁଙ୍କର ଦୃଷ୍ଟି ଭାଗ୍ୟ ଭାବ ଉପରେ ଗ୍ରହଣ ଯୋଗ ସୃଷ୍ଟି କରାଇବ। ରାଜକୀୟ କାର୍ଯ୍ୟ ଥିଲେ ବାଧା ସୃଷ୍ଟି କରିପାରେ। ହାତମୁଠାକୁ ଆସୁଥିବା ସହଜଲଭ୍ୟ ପଦାର୍ଥ ଅଳ୍ପକେ ହାତମୁଠାରୁ ଖସିଯିବାର ବହୁତ ସମ୍ଭାବନା ରହିଅଛି। ପ୍ରାରବ୍ଧ ବା ପୂର୍ବଜନ୍ମ କୃତ ଫଳର ଫଳାଫଳ ଏହି 1.5 ବର୍ଷ ଭିତରେ ମଧ୍ୟ ଭୋଗ କରିପାରନ୍ତି। ନିଷ୍ଠା ଓ ଅଧ୍ୟବସାୟରେ ବାଧା ପହଞ୍ଚିବ। ରାହୁ ମହାଗ୍ରହ ତାଙ୍କର ନବମ ଦୃଷ୍ଟିରେ ଧନୁରାଶିର ଆୟଭାବକୁ ଦୃଷ୍ଟି ପ୍ରଦାନ କରୁଥିବାରୁ ଆଶା କରୁଥିବା ଏବଂ ଆଶା କରୁନଥିବା ଉଭୟ ଦିଗରୁ ପ୍ରବଳ ଧନର ଆଗମନ ହେବ। ଅବଶ୍ୟ ଧନ ଉପାର୍ଜନ ପାଇଁ ଧନୁରାଶିଜାତ ବ୍ୟକ୍ତି ନୈତିକତାକୁ ଜଳାଞ୍ଜଳି ଦେଇପାରନ୍ତି। ଏହି ସମୟରେ ଜୁଆ ବା ଲଟେରୀରୁ ମଧ୍ୟ ଧନଲାଭ ହେବାର ପ୍ରବଳ ସମ୍ଭାବନା ଅଛି। କିନ୍ତୁ ଧନୁରାଶିର ଅଷ୍ଟମ ଭାବ ତୃତୀୟ ଭାବ କୁମ୍ଭ ରାଶିରେ ରାହୁ ମହାଗ୍ରହ ଆଗାମୀ 1.5 ବର୍ଷ ପାଇଁ ଅବସ୍ଥାନ କରିବାକୁ ଯାଉଥିବାରୁ ଏହି ସମୟଟି ଧନୁରାଶିଜାତ ବ୍ୟକ୍ତି ବିଶେଷଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରଦାନ କରିପାରେ। ଏପରିକି ଗୋଟେ ସମୟରେ ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାର ମଧ୍ୟ ସମ୍ଭାବନା ରହିଅଛି। ଏ ତ ଗଲା ମୋଟାମୋଟି ଭାବରେ ଧନୁରାଶି ପାଇଁ ରାହୁ ଓ କେତୁ ଚଳନର ଆଗାମୀ 1.5 ବର୍ଷର ଫଳାଫଳ। ରାହୁ ଓ କେତୁ ଚଳନରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ଧନୁରାଶିଜାତ ବ୍ୟକ୍ତି ମା ଦୁର୍ଗାଙ୍କର ଶରଣାପନ୍ନ ହୁଅନ୍ତୁ ଏବଂ ଦୁର୍ଗା ଦେବୀଙ୍କର ପୂଜାର୍ଚ୍ଚନା ମଧ୍ୟ କରନ୍ତୁ। ଏହା ସହିତ ଅଭାବୀ ଓ ଭିକ୍ଷାର୍ଥୀମାନଙ୍କୁ ଅନ୍ନ ଏବଂ ବସ୍ତ୍ର ଦାନ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।